ଭାରତର ସବୁଠାରୁ ବଡ଼ ଓ ପୁରୁଣା ପର୍ବପର୍ବାଣୀ ମଧ୍ୟରୁ ରଥଯାତ୍ରା ଶ୍ରେଷ୍ଠ। ଦେଶର ବଦ୍ରିନାଥ, ଦ୍ୱାରିକା, ପୁରୀ ଓ କେଦାରନାଥକୁ ଚାରିଧାମ କୁହନ୍ତି। ଓଡ଼ିଶାର ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ଚାରିଧାମ ମଧ୍ୟରୁ ଗୋଟିଏ। କୃଷ୍ଣ ଭଗବାନଙ୍କର ଅନ୍ୟ ରୂପ ହେଉଛି ପୁରୀରେ ଥିବା ଜଗନ୍ନାଥ ଠାକୁର। ପୁରା ବର୍ଷ ସାରା ତିନି ଠାକୁର ଗର୍ଭଗୃହରେ ରହିଥାନ୍ତି, କିନ୍ତୁ ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ 3 କିଲୋମିଟର ବିଶିଷ୍ଟ ଏକ ବିରାଟ ରଥଯାତ୍ରା ଅନୁଷ୍ଠିତ ହୁଏ। ଏହି ରଥଯାତ୍ରାରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ତାଙ୍କ ଭଉଣୀ ସୁଭଦ୍ରାଙ୍କୁ ନେଇ ରଥରେ ବସାଇ ଜଗନ୍ନାଥ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାଇଥାନ୍ତି। ଦେଶ ବିଦେଶରେ ଅନେକ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୁଏ, କିନ୍ତୁ ଓଡ଼ିଶାରେ ବଡ଼ ଆକାରରେ ରଥଯାତ୍ରା ଅନୁଷ୍ଠିତ ହୁଏ। ଆଜି ଆମେ ଏହି ଭିଡିଓରେ ରଥଯାତ୍ରାକୁ ଭଲ ଭାବରେ ଜାଣିବା ଓ କାହିଁକି ଏହା ଅନୁଷ୍ଠିତ ହୁଏ ଏହା ମଧ୍ୟ ଜାଣିବା। ରଥଯାତ୍ରାରେ ଜଗନ୍ନାଥ, ବଳଭଦ୍ର ଓ ତାଙ୍କ ଭଉଣୀ ସୁଭଦ୍ରା ତାଙ୍କ ମାଉସୀ ଘରକୁ ଯାଇଥାନ୍ତି। ଜଗନ୍ନାଥ ମନ୍ଦିର ପାଖରୁ ଠାକୁରମାନେ 3ଟି ଦିବ୍ୟ ରଥରେ ଯାତ୍ରା କରିଥାନ୍ତି। ଏହି ରଥଯାତ୍ରାରେ ସର୍ବପ୍ରଥମ ରଥଟି ବଳଭଦ୍ରଙ୍କର, ତାପରେ ସୁଭଦ୍ରାଙ୍କର ଓ ଶେଷରେ ଜଗନ୍ନାଥଙ୍କ ରଥ ରହିଥାଏ। ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। ଜଗନ୍ନାଥଙ୍କ ରଥରେ ଉଡୁଥିବା ପତାକାକୁ ତ୍ରିଲୋକ ମୋହିନୀ କୁହନ୍ତି। ଜଗନ୍ନାଥଙ୍କ ରଥର ଉଚ୍ଚତା ହେଉଛି 13.5 ମିଟର ଓ 16ଟି ଚକ ଲାଗିଥାଏ। ଏହି ରଥକୁ ବିଷ୍ଣୁଙ୍କର ବାହନ ଗରୁଡ ରକ୍ଷା କରିଥାନ୍ତି। ଭଗବାନ ବଳଭଦ୍ରଙ୍କ ରଥର ନାମ ହେଉଛି ତାଳଧ୍ୱଜ। ଏହି ରଥକୁ ବାସୁଦେବ ରକ୍ଷା କରିଥାନ୍ତି ଓ ଏଥିରେ 14ଟି ଚକ ଲାଗିଥାଏ। ଏହି ରଥର ଉଚ୍ଚତା ହେଉଛି 13.2 ମିଟର। ଯେଉଁ ଦଉଡ଼ିରେ ବଳଭଦ୍ରଙ୍କର ରଥ ଟଣାଯାଏ ତାହାକୁ ବାସୁକି କୁହାଯାଏ। ଭଗବାନ ବଳଭଦ୍ର ଓ ଜଗନ୍ନାଥଙ୍କର ସାନ ଭଉଣୀ ହେଉଛନ୍ତି ଦେବୀ ସୁଭଦ୍ରା। ଏହି ରଥର ନାମ ଦର୍ପଦଳନ। ଏହି ରଥକୁ ସବୁବେଳେ ଅର୍ଜୁନ ରକ୍ଷା କରିଥାନ୍ତି। ରଥର ସାମ୍ନାରେ ଥିବା ଘୋଡାମାନଙ୍କର ନାମ ରଚକ, ମଚକ, ଜିତା, ଅପରାଜିତା। ତାଙ୍କର ରଥର ଦଉଡ଼ିକୁ ସ୍ୱର୍ଣ୍ଣଚୂଡା କୁହନ୍ତି। ପଦ୍ମପୁରାଣ ଅନୁସାରେ ଥରେ ସୁଭଦ୍ରା ଭ୍ରାତା ଜଗନ୍ନାଥଙ୍କୁ ନଗର ଭ୍ରମଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କରି ଇଚ୍ଛାକୁ ପୂରଣ କରିବା ପାଇଁ ରଥରେ ବସି ନଗର ଭ୍ରମଣ କରିବା ପାଇଁ ଯାଇଥିଲେ ଓ ତାଙ୍କର ମାଉସୀମା ଘରକୁ ଯାଇ 7 ଦିନ ରହିଥିଲେ। ସେହି ଦିନଠାରୁ ରଥଯାତ୍ରା ପାଳନ କରିବାର ପରମ୍ପରା ଚାଲି ଆସିଛି। ଅନ୍ୟ ପୁରାଣ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ରାଣୀ ଗୁଣ୍ଡିଚାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଜଗନ୍ନାଥ ଠାକୁର ତାଙ୍କର ଭାଇ ଭଉଣୀଙ୍କୁ ନେଇ ପ୍ରତିବର୍ଷ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯେଉଁଦିନ ରଥଯାତ୍ରା ଆରମ୍ଭ ହୋଇଥାଏ ସେହି ଦିନ ସକାଳୁ ମଙ୍ଗଳ ଆଳତି ସରିବା ପରେ ରଥକୁ ପୂଜା କରି ଠାକୁରମାନଙ୍କୁ ରଥରେ ବସାଇଥାନ୍ତି। ଏହାପରେ ଛେରାପହରା କାର୍ଯ୍ୟ ଆରମ୍ଭ ହୋଇଥାଏ। ଜଗନ୍ନାଥଙ୍କର ପ୍ରଥମ ସେବକ ଓଡ଼ିଆ ମାନଙ୍କର ଭକ୍ତି ଭାଜକ ଠାକୁର ରାଜା ସସମ୍ମାନରେ ଉପସ୍ଥିତ ହୋଇ ରଥରେ ଛେରାପହରା କାର୍ଯ୍ୟ କରନ୍ତି। ସୁନା ପହରା ଧରି ତିନି ରଥକୁ ଓହ୍ଲାଇବା କାର୍ଯ୍ୟ ନିଜେ ଗଜପତି କରିଥାନ୍ତି। ଏହାକୁ ଛେରାପହରା କୁହନ୍ତି। ଏହାପରେ ରଥଯାତ୍ରା ଆରମ୍ଭ ହୋଇଥାଏ।